ଆଜ୍ଞା ଅନୁଭବଟିଏ ପୁରାଣରୁ ବିନା ନିମନ୍ତ୍ରଣେ ଯାଉଜ ହିଁ ଅପମାନ ପରା ମିଳେ ତ ହିଁ ମୃତ୍ୟୁଠାରୁ ଭାରି କଷ୍ଟ ସିଏ ଅହିତ ବହୁତ ଘଟିଯାଏ। ଆଜ୍ଞା ମୁଁ ନୁହେଁ, ଏକଥା ସ୍ୱୟଂ ମହାଦେବ ଶିବ ସେଦିନ ସତୀଙ୍କୁ କହିଲେ, ସତୀ ଆଗେ ନିଜକୁ ଚିହ୍ନ, ନିଜ ଭିତରର ଈଶ୍ୱରତ୍ୱକୁ ଚିହ୍ନ, ତମ ଜନ୍ମର ଉଦ୍ଦେଶ୍ୟ କ'ଣ, ତମଠାରେ କେଉଁ ଶକ୍ତି ନିହିତ ଅଛି। ନିଜେ ନ ଚାହିଁଲା ଯାଏଁ ଏ ପୃଥିବୀର ମଣିଷମାନଙ୍କ ପରି ରାଗ, କ୍ରୋଧ, ଅହଙ୍କାର, ଲୋଭ ମୋହରେ ପଡ଼ିଲେ ନର୍କଠାରୁ ବି ଅଧିକ କଷ୍ଟ ପାଇବ। ନିଜ ଭିତରର ଈଶ୍ୱରତ୍ୱ କେବଳ କରୁଣା, ଧ୍ୟାନ, ଯୋଗ, ଧୈର୍ଯ୍ୟରୁ ମିଳିପାରିବ। ଯେତେବେଳେ ନିଜକୁ ଚିହ୍ନି ପାରିବ ସେତେବେଳେ ଜୀବନର ନିଷ୍ପତ୍ତି ତମେ ନିଜେ ନେଇପାରିବ। ଏବେ ବିନା ନିମନ୍ତ୍ରଣରେ ଯିବା ଉଚିତ ନୁହେଁ। ସତୀ କହିଲେ, ମୋ ପିତାମାତାଙ୍କ ପାଖକୁ ଯିବାକୁ ନିମନ୍ତ୍ରଣର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ଭିତରର ଭଗବାନର ଅହଙ୍କାର ହିଁ ଏପରି କହୁଛି। ଅହଙ୍କାରୀର ପିତା ନାହିଁ, ଅହଙ୍କାରର ପୁତ୍ର ନାହିଁ, ସମ୍ପତ୍ତିର ଠୁଳ ତାର ଲକ୍ଷ୍ୟ, ସମ୍ପର୍କର ମୂଲ୍ୟ ନାହିଁ ତ ହିଁ ତାମସିକ ପରି ମାନୁଥିବୁ, ଯେବେ ତୋର ଇଚ୍ଛା କହିଦେବୁ। କି ଭୟଙ୍କର ରୂପ ସେହି ଦେଖିଲେ ହୋଇବୁ କାଠ, ତୁହି ମୁଣ୍ଡରେ ପୂର୍ଣ୍ଣ ଅହଙ୍କାର, ସଂସାରକୁ କରେ ନାରଖାର। ମହାଦେବ ସତୀଙ୍କ କଥାରେ ନୀରବ ରହିଲେ ଆଉ କହିଲେ, ଯଦି ବିପଦ ଆସିବ ମୋତେ ଡାକିବ। ସତୀ କହିଲେ, ମୋ ପିତା ଘରେ ମୋର ବିପଦ କ'ଣ? ମୁଁ ସେଠି ବଡ଼ ହୋଇଛି, ମୋ ପିତାମାତା ମୋତେ ବଡ଼ କରିଛନ୍ତି। ଭଗବାନ ଶିବ ଚୁପ୍ ରହିଲେ। ସତୀ ପିତାଙ୍କ ଘରକୁ ଚାଲିଲେ। ସେଠାରେ ଦ୍ୱାରପାଳ ଭିତରକୁ ଯିବାକୁ ଦେଲେ ନାହିଁ। ସତୀ ବହୁ କାକୁତି ମିନତି ହୋଇ ପିତାଙ୍କ ପାଖରେ ପହଞ୍ଚିଗଲେ। ପିତାଙ୍କ ପାଖରେ ପହଞ୍ଚି ବହୁତ ଭୁଲ ମାଗିଲେ। ପିତା କିନ୍ତୁ ଶିବ, ସତୀ ସେମାନଙ୍କ ସମ୍ପର୍କକୁ ନେଇ ବହୁ ଅଶାଳୀନ ମନ୍ତବ୍ୟ ଦେଲେ। ସେ ଆଉ ପିତା ହୋଇ ରହିନଥିଲେ। ପ୍ରଜାପତି ପଦ, ସମ୍ପତ୍ତି, ଶିବଙ୍କ ନିରାଡ଼ମ୍ବର ଜୀବନକୁ ଅନେକ ଅଶାଳୀନ ମନ୍ତବ୍ୟରେ ପୋତି ପକାଉଥାନ୍ତି। ସେଥିରେ ଅତିଷ୍ଠ ହୋଇ ସତୀ ଆତ୍ମହତି ଦେବାକୁ ଚାହିଁଲେ। ସଙ୍ଗେ ସଙ୍ଗେ ପ୍ରଜାପତି ସତୀଙ୍କୁ ଅଗ୍ନିକୁ ଡେଇ ପଡ଼ିବାକୁ ଆଦେଶ ଦେଇଦେଲେ। ଯେହେତୁ ସତୀ ନିଜ ଭିତରକୁ ଚିହ୍ନି ନଥିଲେ, ତାଙ୍କ ହୃଦୟରେ ଧୈର୍ଯ୍ୟ ନଥିଲା, ତେଣୁ ଅଧୈର୍ଯ୍ୟ ହୋଇ ସେ ଆତ୍ମଦାହ କରିଦେଲେ। ଅନେକ ଦେବତା ସାଙ୍ଗକୁ ବ୍ରହ୍ମା, ନିଜର ଭଉଣୀ, ଋଷିଗଣ କେହି ରକ୍ଷା କରିପାରିଲେ ନାହିଁ। ସମୟ ଅନୁସାରେ ବଦଳେ ମଣିଷ, ସମୟ ଅନୁସାରେ ବଦଳେ ମଣିଷ ସହ ପରେ ଗୋଟେ ସମ୍ପର୍କର ନାମ ଲାଗେ। ମଣିଷ ସହ ଏ ସମ୍ପର୍କର ନାମ ଲାଗିଗଲେ ତାର ଗୁଣରେ ପରିବର୍ତ୍ତନ ହୁଏ ନାହିଁ। ଯଦି କୌଣସି ମଣିଷ ନିଜକୁ ଚିହ୍ନିବା, ନିଜକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ଅନ୍ୟକୁ ସମ୍ମାନ ଦେବା, ଅନ୍ୟକୁ ସମ୍ମାନ ସ୍ନେହ ଦେବା ଶିଖେ, ସେତେବେଳେ ନିଜେ ଭଗବାନ ପରି ହୋଇଯାଏ। ସମ୍ପର୍କର ଏକ ନାମର ଆଢ଼ୁଆଳରେ ମଣିଷ ଭଗବାନ ହୋଇପାରେ ନାହିଁ। ତେଣୁ ବିନା ନିମନ୍ତ୍ରଣରେ ଯିବା ଯାହା, ନିଜକୁ ମୃତ୍ୟୁଠାରୁ ଅଧିକ କଷ୍ଟ ଦେବା ସେ ତାହା। ଅନ୍ୟ ଏକ କଥା ହେଉଛି, ଯେଉଁ ମନୁଷ୍ୟ ହିଂସା, ଈର୍ଷା, ଲୋଭ, ମୋହ, ଅସଂଯମରେ ଗ୍ରସିତ, ସେ କର୍କଟ ରୋଗ ଠାରୁ ବି ଅଧିକ କଷ୍ଟ ପାଉଛି। ତା କଥା ବା ତା ବ୍ୟବହାରରେ ନିଜକୁ